ଏବେ ତ ବହୁତ ଭଲ ବନ୍ଧାକୋବି ମିଳୁଛି। ମୁଁ ଆଜି ବନ୍ଧାକୋବି ଆଉ ସୁଜିରେ ଗୋଟେ ନୂଆ ପ୍ରକାର ଜଳଖିଆ ବନେଇବି। ଆପଣ ଏହି ରେସିପିକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ସକାଳେ ଜଳଖିଆରେ ଖାଇପାରିବେ, ପିଲାଙ୍କ ଟିଫିନ୍ ବକ୍ସରେ ଦେଇପାରିବେ, ନହେଲେ ଇଭିନିଂ ସ୍ନାକ୍ସ ହିସାବରେ ଖାଇପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧାକୋବିର ଏହି ଜଳଖିଆ ପାଇଁ ମୁଁ ଏଠି 2 କପ୍ ବନ୍ଧାକୋବି ନେଇଛି। ମୁଁ ଏଠି ବନ୍ଧାକୋବିକୁ ପୁରା ଛୋଟ ଛୋଟ କରି କାଟିକି ନେଇଛି। ବନ୍ଧାକୋବିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ବଡ଼ ପିଆଜ ଆଉ 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପିଆଜକୁ ଭାଜିବା। ପିଆଜ ଟିକେ ସଫ୍ଟ ହେଇ ଭାଜି ହେଇଗଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଅଦା ରସୁଣ ଛେଚା ଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ କଷିବା, ଯେମିତି ଅଦା ରସୁଣ ଛେଚାର କଞ୍ଚା ବାସ୍ନା ପଳେଇବ। ଆପଣ ଏ ରେସିପିରେ ଏମିତି ଅଦା ରସୁଣକୁ ଛେଚିକି ପକାଇବେ, ଏହା ଦ୍ୱାରା ଆର ଟେଷ୍ଟ ବହୁତ ଭଲ ଆସିବ। ଏଠି ଅଦା ରସୁଣ ଛେଚାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ଦେବା। ଗୁଣ୍ଡ ମସଲାରେ ମୁଁ ଏଠି ପକାଇଛି ଲଙ୍କା ଗୁଣ୍ଡ, 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଚିକେନ୍ ମସଲା। ଆ ଜାଗାରେ ଆପଣ କିଛି ବି କରି ପାଉଡ଼ର ନହେଲେ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇ ପାରିବେ। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। ଏବେ ଆମେ ଏଥିରେ 2ରୁ 3 ଛୋଟ ଚାମଚ ପାଣି ଦେଇ ଆକୁ କଷିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇବ। ଏଠି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ କାଟିକି ରଖିଥିବା ବନ୍ଧାକୋବିକୁ ଦେଇଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ବନ୍ଧାକୋବି ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବା। ତାପରେ ଆମକୁ କଭର୍ କରି ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ବନ୍ଧାକୋବି ଭଲସେ ସିଝିଯିବ। 5ରୁ 6 ମିନିଟ୍ ପରେ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏଠି ବନ୍ଧାକୋବି ଭଲସେ ସିଝି ଯାଇଛି। ଏବେ ଆମେ ଏଥିରେ ଆଳୁ ଦେବା। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ସିଝା ଆଳୁକୁ ଭଲସେ ଚକଡ଼ିକି ନେଇଛି। ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ଆଳୁ ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ପକାଉଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଏମିତି କୁକ୍ କରିବା ଦ୍ୱାରା ଏହି ବନ୍ଧାକୋବି ମସଲାର ଟେଷ୍ଟ ବହୁତ ଭଲ ଆସିବ। ଏଠି 3ରୁ 4 ମିନିଟ୍ ହେଇଗଲାଣି। ସବୁକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ଆପଣ ଚାହିଁଲେ ଆଉ ଉପରେ କିଛି କାଟିକି ଧନିଆ ପତ୍ର ପକାଇ ପାରିବେ। ଏ ବନ୍ଧାକୋବି ଆଳୁ ମସଲାକୁ ଟିକେ ଥଣ୍ଡା ହେବାକୁ ଦେବା। ଏ ବନ୍ଧାକୋବି ଆଳୁ ମସଲା ଟିକେ ଥଣ୍ଡା ହେଲା ପରେ ମୁଁ ଏଠି ଗୋଟେ ପ୍ଲେଟ୍ରେ ଆକୁ କାଢ଼ି ଦେଇଛି। ଏବେ ଆମେ ଆର ଛୋଟ ଛୋଟ ବଲ୍ସ ବନେଇଦେବା। ଆପଣ ଯେଉଁ ସାଇଜ୍ର ଜଳଖିଆ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ବଲ୍ସ ବନେଇବେ। ଏମିତି ବଲ୍ସ ବନେଇବା ଦ୍ୱାରା ଯେତେବେଳେ ଆମେ ଷ୍ଟଫିଂ ଦେବା ସେତେବେଳେ ଆମ ପାଇଁ ଇଜି ହେବ। ମୁଁ ଏଠି ସବୁ ମସଲାର ବଲ୍ସ ବନେଇ ଦେଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଏବେ ଆମେ ଗୋଟେ ଡୋ ବନେଇବା। ସେଥିପାଇଁ ମୁଁ ଏଠି କଡ଼େଇରେ 2 କପ୍ ପାଣି ଦେଉଛି। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ପାଣିକୁ ହାଇ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା। ପାଣି ଏଠି ଭଲସେ ଫୁଟିଗଲାଣି। ଏବେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଘିଅ ଦେଉଛି। ଘିଅ ଜାଗାରେ ଆପଣ ରିଫାଇନ୍ ଅଏଲ୍ ନେଇପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ମୁଁ ଏଠି 1 କପ୍ ସୁଜି ନେଇଛି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେବା ଆଉ ଧୀରେ ଧୀରେ ସୁଜିକୁ ଦେଇ ଭଲସେ ମିକ୍ସ କରିବା, ଯେମିତି ଏଥିରେ କିଛି ବି ଲମ୍ପସ୍ ରହିବନି। ଧୀରେ ଧୀରେ ସୁଜିକୁ ଗୋଳେଇ ଗୋଳେଇ ଆମେ ଆକୁ କୁକ୍ କରିବା, ଯେମିତି ଆର ଗୋଟେ ସଫ୍ଟ ଡୋ ବନିଯିବ।
एटी सुजीर डो बनी जाइए। एबे आम गैस बंद करदे आकु कभर कर 5 मिनिट रेस्ट हवा दबा। 5 मिनिट पर मुझे घोड़णी काढ़ी देइछि। एबे आम सुजीर जंतुणी को गोटे प्लेट रे काढ़ी टिके ठंडा हवा दबा। एटी सुजीर जंतुणी टिके ठंडा हो गलानी। एबे आम को चकड़ीबा। ता पूर्व मो हाथ रे टिके घी लगे देइछि। आपण चाहिले रिफाइन ऑयल लगे पारिबे। एबे आम जंतुणी को भल से चकड़ी की आर गोटे स्मूथ डो बनै दबा। जंतुणी जितेबाला टिके नख उषुम थिबो सेतेबाला आकु चकड़ीबे। जंतुणी को पूरा ठंडा करिवेनी। मैं जंतुणी को भल से चकड़ी की आर गोटे स्मूथ डो बनै देइछि। एबे आम हाथ रे टिके घी कि रिफाइन ऑयल लगे दबा। तापरे आम किछि जंतुणी नबा ताकू राउंड शेप दे दबा। तापरे आम आकु एमती धीरे धीरे हल्का हाथ रे प्रेस करी करी आकु गोटे गिन्ना शेप दे दबा। आपण ए गिन्ना को टिके पतला करी बनेबे। तापरे ता मझी रे आम जो बंधा कोबी आलू मसलार बॉल्स बनै कि रखिथिले ताकू दे दबा। तापरे आम आकु एमती धीरे धीरे प्रेस करी भल से बंद करी दबा। तापरे ताकू एमती हल्का हाथ रे टिके राउंड शेप दे दबा जेमती एथिरे किछि भी क्रैक रहबनी। मैं आपन को आउ गोटे जलखिया बा पिठा बनै कि देखै दउची। एबे आमे किछि जंतुणी नबा ताकू राउंड शेप दे दबा। तापरे एमती धीरे धीरे हल्का हाथ रे आकू गोटे गिन्ना शेप दे दबा। तापरे आमे एथिरे बंधा कोबी आलू मसलार बॉल्स दे भल भाबे बंद करि दबा। तापरे एथिरे जो एक्स्ट्रा जंतुणी अछि ताकू काढ़ी दबा। तापरे धीरे धीरे हल्का हाथ रे आकू गोटे गोल शेप दे दबा। मैं आउ गोटे जलखिया बनै देइछि। एमती भाबे मु सबु जंतुणी रे एटी पिठा बा जलखिया को बनै देइछि। एबे आमे पिठा को छाणीबा। सेथि पई मैं कड़ाई रे किछि तेल दे गरम होबा को रखिथिली। तेल भल भाबे गरम हो गला परे आमे एथिरे गोटे गोटे करी पिठा को दे दबा। आपनक कड़ाई रे जेतिकिटा पिठा जागा हबो सेतिकिटा पिठा देबे। प्रथमे आमे पिठा को हाई फ्लेम रे 1 ରୁ 2 मिनिट पर्यंत फ्राए करिबा। तापरे आमे पिठा को लेउटे लेउटे मीडियम फ्लेम रे लाइट गोल्डन ब्राउन कलर हबा पर्यंत फ्राए करिबा। पिठा को सांगे सांगे लेउटेबेनी नहले पिठा भांगी जाई पारे। ए पिठा एटी भल से लाइट गोल्डन ब्राउन कलर रे फ्राए हो गलानी। एबे आमे पिठा को तेलरु छाणी दबा। पिठा को तेलरु छाणिला परे आपण गोटे किचन टाउल ले कि टिश्यू पेपर रे रखिदेबे। एहा द्वारा एथिरे जो एक्स्ट्रा तेल अछि से किचन टाउल ले कि टिश्यू पेपर रे सोक करि जिवो। मैं आपण को आउ किछि पिठा बनै कि देखै दउची। पिठा को प्रथमे हाई फ्लेम रे 1 ରୁ 2 मिनिट पर्यंत फ्राए करिवे। तापरे पिठा को लेउटे लेउटे मीडियम फ्लेम रे लाइट गोल्डन ब्राउन कलर हबा पर्यंत फ्राए करिवे। जदि आपन को ए बंधा कोबी आलू पूरा दिया सुजी छणा मंडा पिठार रेसिपी भल लगी ताला को लाइक करिवे। आपन को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।